ଆଜି ସକାଳୁ ସକାଳୁ ଟାଇଗରକୁ ଘରେ ଥୋଇ ମୁଁ ବାହାରିଗଲି କଲେଜ। ଆଉ ଏମିତି ହଲି ବୁଲି ଚାଲି ଚାଲି ମୁଁ ଏବେ ହଲି ହଲି ଯିବି ବସ୍ ପାଖକୁ। ତ ଆମ ଗାଁର ଏଇ ଯେଉଁ ସୌନ୍ଦର୍ଯ୍ୟ ରାସ୍ତା ଦେଖୁଛନ୍ତି, ଏଇଟା ଆକ୍ଚୁଆଲି ରାସ୍ତା ନୁହଁ ଆଜ୍ଞା, ଏଇଟା ଆମ ଗାଁର ଛୋଟିଆ ସମୁଦ୍ରଟେ, ଯେଉଁ ସମୁଦ୍ରରେ ଛୋଟ ଛୋଟ ମୀନ ଖେଳନ୍ତି। ଆଉ ମୁଁ ସେଇ ସମୁଦ୍ରକୁ ଏବେ ବହୁତ କଷ୍ଟରେ ପାର କରୁଛି। ଆଉ ଗୋଟେ ସାଙ୍ଗକୁ ବି କଲ୍ କରିଛି, ମାନେ ଆମ ଗାଁର ହିଁ ପିଲାଟା, କିନ୍ତୁ ସେ ଆସିବ, ଟିକେ ତା'ର ଅପେକ୍ଷା କରିଛି। ଆଉ ସେ ମହାନ ବ୍ୟକ୍ତି ଦେଖନ୍ତୁ ଆସିକି ପହଞ୍ଚିଗଲା। ତା ସହିତ ଦୁଇଟା ଗୋଲ ଗୋଲ ନଡ଼ିଆ ବି ଆଣିଛି, ଯେଉଁଟାକି ତାରିଣୀ ମା'ଙ୍କୁ ଦେବ। ଆଉ ମୁଁ ଏଇଠି ଛିଡ଼ା ହେଇକି ବସ୍କୁ ଅପେକ୍ଷା। ଏବେ ବସ୍ ପଳେଇ ଆସିଲା, ଆଉ ଆମେ ବସ୍ରେ ସବୁ ବସି ପଡ଼ିଛୁ। ଆଜି ଫାର୍ଷ୍ଟ ଟାଇମ୍ ମୁଁ ଆଉ ଥରେ ବସ୍ରେ, ଏଇଟା ହେଲା ମୋ ବସ୍, ମନେ ରଖିଛନ୍ତି ତ? ଆଉ ବସ୍ରୁ ଓହ୍ଲେଇକି ପଳେଇ ଆସିଲି ଛକକୁ। ଆଉ ଇଏ ସବୁ ଆମର ପଲ୍ଟନ ଦଳ ସବୁ ଗାଡ଼ିର ଅପେକ୍ଷା କରିଛନ୍ତି। ଆଉ ଗୋଟିଏ ବସ୍ର ସବୁ ବସ୍ କାମ ସାରିକି ଫାଇନାଲି ପଳେଇ ଆସିଲି ଭାଇମାନଙ୍କ ପାଖକୁ, ବରପଦା କଲେଜ ପାଖକୁ। ତ ଫାଇନାଲି ଇଏ ସବୁ ଭାଇମାନେ, ଆଉ ଏଇଠି ରହିଲି ମୁଁ, ଆଉ ଇଏ ହେଲା ଆମ କଲେଜରେ କ୍ଲାସ୍ ଷ୍ଟାର୍ଟ ହେଇନଥିବାରୁ ଇଏ ସବୁ ବୁଲାବୁଲି କରୁଛନ୍ତି। ଆପଣମାନେ ଦେଖିପାରୁଥିବେ କେମିତି ସବୁ ମେଳ ମେଳ ହେଇ ଏଠି ସେଠି ବୁଲୁଛନ୍ତି। କିଏ କହୁଛି ହେଇଲ, କିଏ କହୁଛି ହେବେ, ଏମିତି ହେଇକି ମାଡ଼ଗୋଳ ଚାଲିଛି। ଆଉ ଏଥି ସହିତ ମୁଁ ରହୁଛି।